ଏହି ରାଜ୍ୟରେ ଜମି କିଣିପାରିବେନି ଆପଣ। ଏହି ସବୁ ରାଜ୍ୟରେ ଆପଣ ଚାହିଁଲେ ବି ଜମି କିଣିପାରିବେନି। ସମସ୍ତଙ୍କର ତ ଇଚ୍ଛା ଥାଏ ଜମିଟେ କିଣିବି, ଭଲ ଜମିଟେ କିଣିବି। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ସବୁ ରାଜ୍ୟରେ ଆପଣ ଚାହିଁଲେ ବି କିଣିପାରିବେନି ଜମି। ଜାଣନ୍ତୁ କାହିଁକି? ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱପ୍ନର ଘର ନିର୍ମାଣ କରିବା ପାଇଁ ସବୁବେଳେ ଚିନ୍ତା କରିଥାନ୍ତି। ଏଥିପାଇଁ ସେମାନେ ଅନେକ ପରିଶ୍ରମ ମଧ୍ୟ କରୁଛନ୍ତି। ଅନେକ ସମୟରେ ଜଣେ ବ୍ୟକ୍ତି ନିଜ ସ୍ୱପ୍ନର ଘର ନିର୍ମାଣ ଏବଂ ଶାନ୍ତିରେ ଜୀବନଯାପନ କରିବା ପାଇଁ ଦେଶର ଯେକୌଣସି କୋଣକୁ ଯିବାକୁ ପ୍ରସ୍ତୁତ। କିନ୍ତୁ ଆପଣ ଜାଣନ୍ତି କି ଭାରତର ଏହି ରାଜ୍ୟଗୁଡ଼ିକରେ ବାହାର ଲୋକ ଘର ନିର୍ମାଣ କରିପାରିବେ ନାହିଁ? ଆସନ୍ତୁ ଜାଣିବା ଏହି ରାଜ୍ୟଗୁଡ଼ିକ କିଏ କିଏ। ସମସ୍ତଙ୍କ ମନ ଭିତରେ ତ ନିଶ୍ଚୟ ସ୍ୱପ୍ନ ଥାଏ, ଭଲ ଜମିଟେ କିଣିବି, ଭଲ ଘରଟେ କରିବି। କିନ୍ତୁ ବହୁତ କମ୍ ଲୋକ ଜାଣିଥାନ୍ତି ଭାରତରେ କିଛି ରାଜ୍ୟ ଅଛି ସେଠାରେ ବାହାର ଲୋକ ଘର ନିର୍ମାଣ କରିପାରିବେ ନାହିଁ। ଆସନ୍ତୁ ଜାଣିବା ଏହି ରାଜ୍ୟଗୁଡ଼ିକ କିଏ କିଏ। ଘର ନିର୍ମାଣ ଏକ ସ୍ୱପ୍ନ। ଆପଣ ନିଶ୍ଚିନ୍ତ ଭାବରେ ଅନେକ ସମୟରେ ଶୁଣିଥିବେ ଯେ ଲୋକମାନେ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହୁଁଥାନ୍ତି। ଆଉ ଏଥିପାଇଁ ସେମାନେ ସହରର କୋଳାହଳଠାରୁ ବହୁ ଦୂରରେ ଏକ ଶାନ୍ତି ସ୍ଥାନ ଖୋଜିଥାନ୍ତି। ଅନେକ ଥର ଶାନ୍ତିର ସନ୍ଧାନରେ ଲୋକମାନେ ଦୂର ପାହାଡ଼ ଷ୍ଟେସନ କିମ୍ବା ସମୁଦ୍ର ନିକଟରେ ଏକ ଘର ନିର୍ମାଣ କରିବାର ସ୍ୱପ୍ନ ଦେଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଆପଣଙ୍କୁ ଜମି କିଣିବାକୁ ଅନୁମତି ନାହିଁ। ଆପଣ ଏହି ସ୍ଥାନ ଗୁଡ଼ିକରେ ଜମି କିଣିପାରିବେ ନାହିଁ। ଅନେକ ଲୋକ ପାହାଡ଼ିଆ ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି, କାରଣ ଏକ ପାହାଡ଼ିଆ ସ୍ଥାନରେ ମିଳୁଥିବା ଶାନ୍ତି ଅନ୍ୟ କେଉଁଠାରେ ମିଳେ ନାହିଁ। ହିମାଚଳ ପ୍ରଦେଶ ମଧ୍ୟ ଭାରତର ପାହାଡ଼ିଆ ସ୍ଥାନ ପାଇଁ ବହୁତ ପ୍ରସିଦ୍ଧ। ଏଠାରେ ବାହାର ଲୋକଙ୍କୁ ସମ୍ପତ୍ତି କିଣିବାକୁ ଅନୁମତି ନାହିଁ। 1972ରେ ଜମି ଅଧିନିୟମର ଧାରା 118 କାର୍ଯ୍ୟକାରୀ ହେଲା ଏବଂ ଏହି ଅନୁଯାୟୀ କୌଣସି ଅଣକୃଷକ କିମ୍ବା ବାହାର ଲୋକ ହିମାଚଳ ପ୍ରଦେଶରେ କୃଷି ଜମି କିଣିପାରିବେ ନାହିଁ। ନାଗାଲ୍ୟାଣ୍ଡରେ ସମ୍ପତ୍ତି କ୍ରୟ କରିପାରିବ ନାହିଁ। ଏହା ବ୍ୟତୀତ ଆପଣ ନାଗାଲ୍ୟାଣ୍ଡରେ ମଧ୍ୟ ଜମି କିଣିପାରିବେ ନାହିଁ, କାରଣ 1963 ମସିହାରେ ରାଜ୍ୟ ଗଠନ ହେବା ସହିତ ଧାରା 371ର ବ୍ୟବସ୍ଥା ଏକ ବିଶେଷ ଅଧିକାର ଭାବରେ ଦିଆଯାଇଥିଲା, ଯାହା ଅନୁଯାୟୀ ଏଠାରେ ଜମି କିଣିବାକୁ ଅନୁମତି ନାହିଁ। ଆପଣ ସିକିମରେ ସମ୍ପତ୍ତି କିଣିପାରିବେ ନାହିଁ। ଏହା ବ୍ୟତୀତ ବାହାର ଲୋକମାନେ ସିକିମରେ ଜମି କିଣି ପାରିବେ ନାହିଁ। କେବଳ ସିକିମର ବାସିନ୍ଦା ସିକିମରେ ଜମି କିଣି ପାରିବେ। ଭାରତର ସମ୍ବିଧାନର ଧାରା 371 ଯାହା ସିକିମକୁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଦାନ କରେ, ବାହାର ଲୋକଙ୍କ ସହ ଜଡ଼ିତ ଜମି କିମ୍ବା ସମ୍ପତ୍ତି ବିକ୍ରୟ ତଥା କ୍ରୟ ଉପରେ ବାରଣ କରେ। ଅରୁଣାଚଳ ପ୍ରଦେଶରେ ଜମି କିଣିପାରିବେ ନାହିଁ। ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ, କିନ୍ତୁ ଏହି ସ୍ଥାନରେ ସମ୍ପତ୍ତି କିଣିବା ମଧ୍ୟ ଅନୁମତି ପ୍ରାପ୍ତ ନୁହେଁ। ଏଠାରେ ସରକାରୀ ଅନୁମୋଦନ ପରେ କୃଷି ଜମି ହସ୍ତାନ୍ତର କରାଯାଏ। ଏହି ସ୍ଥାନଗୁଡ଼ିକ ବ୍ୟତୀତ ମିଜୋରାମ, ମେଘାଳୟ ଏବଂ ମଣିପୁର ମଧ୍ୟ ଏପରି ରାଜ୍ୟ ଯେଉଁଠାରେ ସମ୍ପତ୍ତି କ୍ରୟ ସହ ଜଡ଼ିତ ଅନେକ ନିୟମ ଓ
बहुत किछि नियम अछि। यह व्यतीत उत्तर पूर्वर बासिंदा माने मध्य राज्य रे जमी किनि परिबे नाही। एही राज्य रे आपण चाहिले भी जमी किनि परिबे नाही। सबु लोकंकर स्वप्न थाए भल जमीटे किनिबी, भल घरटे तैयारी करिबी, मो स्वप्न को साकार करिबी। लोक माने बेसी पसंद करती पहाड़िया अंचल रे रहिबा पाई। पहाड़िया अंचल रे लोक घरे करी रहिबाकू भल पाती एइथिपाई जे सेमाने सहरर कोलाहल ठारू बहु दूर रे एक शांति स्थान खोजी थांती। अनेक थर शांतिर संधान रे लोक माने दूर पहाड़ स्टेशन किंबा समुद्र निकट रे एक घर निर्माण करिवार स्वप्न देखंती। किंतु एमिति किछि राज्य अछि जोठी आपण चाहिले भी जमी किनि परिबे नाही। से स्थान गुड़िक कही दउची, आपण चाहिले भी नागालैंड रे संपत्ति किनि परिबे नाही। आपण चाहिले भी सिक्किम रे संपत्ति किनि परिबे नाही। आपण चाहिले भी हिमाचल प्रदेश रे जमी किनि परिबे नाही। आपण चाहिले भी अरुणाचल प्रदेश रे जमी किनि परिबे नाही। एमती किछि राज्य अछि जोठी गोटे लोक चाहिले जमी किनि परिबे नाही। से राज्य मानकर नियम सेहीपरि, सेही निज राज्यर लोक ही सेठारे जमी किनिबे, बाहर राज्यर लोक जाई जमी किनि परिबे नाही। तेणु एमिति किछि नियम अछि जोटाकू आमे एबे जानिले आमे चाहिले भी अलगा राज्य रे जमी किनि परिबा नाही। सबु राज्य रे नुह किंतु किछि किछि राज्य रे ये थिला एही राज्य रे जमी किनि परिबा नाही चाहिले भी आमे।